ମାହାଙ୍ଗାରେ ବିଜେଡିର 24ତମ ପ୍ରତିଷ୍ଠା ଦିବସ। ଦୁର୍ନୀତିମୁକ୍ତ ଓ ବିକାଶଶୀଳ ସମାଜ ଗଠନ ପାଇଁ ପ୍ରତାପଙ୍କ ଆହ୍ୱାନ। କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର କୁଆଁପାଳଠାରେ ବିଜେଡିର 24ତମ ପ୍ରତିଷ୍ଠା ଦିବସ ସମାରୋହ ଦଳର ବ୍ଲକ ସଭାପତି ରାଜକିଶୋର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏକ ଦୁର୍ନୀତିମୁକ୍ତ ବିକଶିତ ସମାଜ ଗଠନ ବିଜେଡିର ମୂଳ ଲକ୍ଷ୍ୟ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ଆହ୍ୱାନ ଦେଇଛନ୍ତି। ମହିଳା ସଶକ୍ତିକରଣ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ଆମେ ପ୍ରାଥମିକତା ଦେଇ ଆସୁଛୁ। ମାହାଙ୍ଗା ବ୍ଲକ ଚେୟାରମ୍ୟାନ୍ ଶରତ ନାୟକ, ନିଶ୍ଚିନ୍ତ କୋଇଲି ଚେୟାରମ୍ୟାନ୍ ସବିତା ଓଝା, ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ଯୁବ ନେତା ଅଶୋକ ଓଝା, ମହିଳା ବିଜେଡି ସଭାପତି ସୁସ୍ମିତା ଦାସ, ରମାକାନ୍ତ ମହାନ୍ତି, ଋଷିକେଶ ସ୍ୱାଇଁ, ସ୍ୱାଧୀନ ମହାନ୍ତି, ଦେବେନ୍ଦ୍ର ସାହୁ, ଉମାଶଙ୍କର ବିଶ୍ୱାଳ, ତ୍ରିନାଥ ଜେନା, ପ୍ରଦୀପ୍ତ ବିଶ୍ୱାଳ, ଗିରୀଶ ମହାପାତ୍ର, ସବିତା ମହାନ୍ତି, ସୁଭଦ୍ରା ଦାସ, ଗୀତାଞ୍ଜଳି ପଣ୍ଡା, ହରପ୍ରିୟା ପାଣି, ଅନ୍ନପୂର୍ଣ୍ଣା ପାଣି, କିଶୋର ସିଂ, ରୁଦ୍ରନାରାୟଣ ସିଂ, କନକଲତା ବେହେରା, ଭିକାରୀ ସ୍ୱାଇଁ, କମଳାକାନ୍ତ ଦାସ, ଚିତ୍ତରଞ୍ଜନ ମହାନ୍ତି, ନର୍ମଦା ନାୟକ, ବିଜୟ ରାଉତ ପ୍ରମୁଖ ଯୋଗଦେଇ ନବୀନ ବାବୁଙ୍କ ଲୋକାଭିମୁଖୀ ଶାସନକୁ ପ୍ରଶଂସା କରିଥିଲେ। मंत्री रहे आमको साहाଯ୍य सहयोग सेमती करते बर्तमान जमी आम प्रति भल पाइबा रही आम प्रति सब सेमती भल पाइबा रही। महांगारू अमरेंद्र सिंह को रिपोर्ट, जनता जिंदाबाद।